ଏବେ ଆମେ ଦେଖିବା କି ଟେମ୍ପଲ୍ ଆଉ ଆର୍କିଟେକ୍ଚର ସବୁ କ'ଣ ଅଛି ସବୁ। କଳିଙ୍ଗ ଷ୍ଟାଇଲ୍ ଅଫ୍ ଆର୍କିଟେକ୍ଚର ପ୍ରଥମେ ଆସିଥିଲା, ସେଇଟା ହେଉଛି କେବେଠୁ ନା 6 to 7 century ADରେ ଡେଭଲପ୍ଡ ଇନ୍ ଭୁବନେଶ୍ୱର ଆଉ କ୍ୟାରେକ୍ଟରାଇଜ୍ଡ ବାଇ ରେଖା ଆଉ କର୍ଭିଲିନିୟର ଷ୍ଟ୍ରକ୍ଚର। ଏଇଟା ଆମେ ଟେମ୍ପଲ୍ ପଢ଼ିଲା ବେଳକୁ ଦେଖିବା କି ଆଉ ଓଡ଼ିଆର ଆର୍ଟ ଆଣ୍ଡ କଲଚର ପଢ଼ିଲା ବେଳକୁ ସେଇଟା ଦେଖିବା ଭଲସେ। ଟେମ୍ପଲ୍ ଆର୍କିଟେକ୍ଚର ମାନେ ହେଉଛି ଯେଉଁ ସବୁ ବଡ଼ ବଡ଼ ମନ୍ଦିର ଗୁଡ଼ାକ ରହିଗଲା ଆଉ ଗୋଟେ ବାସ୍ତୁଶିଳ୍ପ ଯାହା ବି ସବୁ ରହିଗଲା। ଆର୍କିଟେକ୍ଚର ମାନେ ସ୍ଥାପତ୍ୟ ମାନେ ଯେଉଁ ବଡ଼ ବଡ଼ ବିଲ୍ଡିଂ ହେଇଗଲା କିମ୍ବା ମନ୍ଦିର ହେଇଗଲା ଯେଉଁଟାକି ଦୀର୍ଘ ଦିନ ପାଇଁ ସ୍ଥାୟୀ, ସେଇ ସବୁ ଜିନିଷ ହେଇଗଲା। ସେଇଟା ପ୍ରଥମେ କେଉଁଠି ଆରମ୍ଭ ହେଇଥିଲା ନା ଭୁବନେଶ୍ୱରରେ, ଡେଭଲପ୍ଡ ଇନ୍ ଭୁବନେଶ୍ୱରରେ। ଆମେ ଓଡ଼ିଶାରେ ଯେଉଁଟା ହେଇଥିଲା ଆମେ ସେଇଟାକୁ କଳିଙ୍ଗ ଷ୍ଟାଇଲ୍ ଅଫ୍ ଆର୍କିଟେକ୍ଚର କହୁ ହେଲା। କ୍ୟାରେକ୍ଟରାଇଜ୍ଡ ବାଇ ରେଖା ଦେଉଳ, ଯେଉଁଟା ଉପରେ ଯେଉଁଟା ଦଧିନଉତି କହନ୍ତି ତା ଉପରକୁ ଦିଆ ହେଇଥାଏ, ସେଇଟାକୁ ଆମେ ରେଖା ବୋଲି କହିଥାଉ। ଶ୍ରୀ ଜଗନ୍ନାଥ ଟେମ୍ପଲ୍, ପୁରୀ ଟେମ୍ପଲ୍ ୱାନ୍ ଅଫ୍ ଦ ମୋଷ୍ଟ ରିମାର୍କେବଲ୍ ମନ୍ୟୁମେଣ୍ଟସ୍ ଇନ୍ ଓଡ଼ିଶା ହେଉଛି। ଏଇଟା ତ ଆପଣମାନେ ଜାଣିଥିବେ କି ଆମର ୱାନ୍ ଅଫ୍ ଦ ଧାମ, 4 ଧାମରୁ ଗୋଟେ ଧାମ। ୱାଜ୍ ବିଲ୍ଟ ଇନ୍ 12th century ବାଇ ରିନ୍ୟୁଡ୍ ଗଙ୍ଗା ଡାଇନାଷ୍ଟି କିଙ୍ଗ ହେଉଛି ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ ନିୟର ଶିଶୋର ଇନ୍ ପୁରୀ। ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦ୍ୱାରା ବନାଯାଇଥିଲା, ଏଇଟା ତିଆରି କରାଯାଇଥିଲା କେତେରେ ନା 12th century ADରେ ଆଉ ପୁରୀ ସମୁଦ୍ର କୂଳରେ। ଆଉ କିଛି ମେଜର ଟେମ୍ପଲ୍ ମଧ୍ୟ ଅଛି। କ'ଣ ସେଇଟା ଲକ୍ଷ୍ମଣେଶ୍ୱର ଆଉ ଭରତେଶ୍ୱର ଆଉ ଶତ୍ରୁଘ୍ନେଶ୍ୱର, ଏଇଟା କେଉଁଠି ସବୁ ଅଛି। ମାର୍କଡ ଦ ଏର୍ଲି ଫେଜ୍ ଅଫ୍ ଦ ଟେମ୍ପଲ୍ ଆର୍କିଟେକ୍ଚର। ଇଏ ହେଉଛି ଟେମ୍ପଲ୍ ଆର୍କିଟେକ୍ଚର ବି ବହୁତ ସାରା ଷ୍ଟେଜେସ୍ ଅଛି, ଏଇଟା ହେଉଛି ପ୍ରଥମ ଫେଜ୍ ଥିଲା। ଆଉ ଲିଙ୍ଗରାଜ ଟେମ୍ପଲ୍ ବି ଥିଲା। ଆଉ ଆଇକନିକ୍ ଶୈବାଇଟ୍ ଟେମ୍ପଲ୍ ଅଫ୍ ଓଡ଼ିଶା, ଏଇଟା ହେଉଛି ରିନୋନ୍ଡ ବା ଆଇକନିକ୍ ଶୈବାଇଟ୍ ମାନେ ଶିବଙ୍କ ପାଇଁ ଏଇଟା ଫେମସ୍। ଆଉ କ'ଣ ନା ଅନନ୍ତ ବାସୁଦେବ ଟେମ୍ପଲ୍, ଏଇଟା ହେଉଛି ଗୋଟେ ବୈଷ୍ଣବାଇଟ୍ ଟେମ୍ପଲ୍ ଯେଉଁଟାକି ବିଷ୍ଣୁଦେବଙ୍କ ପାଇଁ। ଶୈବାଇଟ୍ ମାନେ ଶିବଙ୍କ ପାଇଁ। ଜଗନ୍ନାଥ ଟେମ୍ପଲ୍ ହେଉଛି ଫେମସ୍ ଫର୍ ରଥଯାତ୍ରା। ଆଉ 64 ଟେମ୍ପଲ୍ ହେଉଛି ସର୍କୁଲାର ଟେମ୍ପଲ୍ ୱିଥ୍ ତାନ୍ତ୍ରିକ ଏଲିମେଣ୍ଟ, ତନ୍ତ୍ରଫନ୍ତ୍ର ପାଇଁ ଏଇଟା ଟିକେ ଫେମସ୍। ଆଉ ଦେଖିଦେବା କି ଆର୍କାଇଭାଲ ସୋର୍ସେସ୍ ସବୁ କ'ଣ ଅଛି। ଆର୍କାଇଭାଲ ସୋର୍ସେସ୍ ହେଉଛି ଅଭିଲେଖାଗାର, ମାନେ କ'ଣ ସବୁ ଲେଖା ଯାଇଥିଲା ସେ ସମୟରେ, ସେଇ ସବୁ ଜିନିଷକୁ ଦେଖିଲେ ଆମେ ଓଡ଼ିଶାର ସାହିତ୍ୟ ବିଷୟରେ ଜାଣିଥାଉ। ତ ସେଗୁଡ଼ାକୁ ସବୁ ଆମେ ଆର୍କାଇଭାଲ ସୋର୍ସେସ୍ କହିଥାଉ। ହିଷ୍ଟ୍ରିକାଲ ଡକ୍ୟୁମେଣ୍ଟସରେ ସବୁ କ'ଣ ଆସୁଛି, ନ୍ୟୁଜ୍ ପେପର୍ସ, ପିରିୟଡ଼ିକାଲ୍ସ ହେଉଛି ସାମୟିକ, ମାନେ ସେଇ ସମୟରେ ଯେଉଁ ରାଜା ହେଉ କିମ୍ବା କିଏ ବି ହେଉ ତାକୁ ଖବରକାଗଜ ହେଲା, ନ୍ୟୁଜ୍ ପେପର୍ ହେଇଗଲା କି କିଏ ବି କିଛି ଲେଖିଥିଲେ ସେଗୁଡ଼ାକ ଆମେ ପିରିୟଡ଼ିକାଲ୍ସ କହୁ। ଅଫିସିଆଲ ରେକର୍ଡ଼ସ୍, ଆଉ ଯେଉଁ ସବୁ ଅଫିସିଆଲ ରେକର୍ଡ଼ ଗୁଡ଼ା ରହିଗଲା, ଏମିତି ରାଜା ହେଲେ ତାଙ୍କ ଦରବାରରେ ଯାହା ସବୁ ରହୁଥିଲା ସେଇ ସବୁ ଜିନିଷ। ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ପେପର୍ ସବୁ କ'ଣ ଅଛି, ଉତ୍କଳ ଦୀପିକା, ଉତ୍କଳ ଦର୍ପଣ, ଆଶା, ଆଉ କ'ଣ ମୁକୁରା, ସହକାର, ଏସବୁ ଜିନିଷ ହେଇଗଲା। ଆଉ ସେନ୍ସସ୍ ରିପୋର୍ଟ ବି କେତେ ପ୍ରକାଶ ହେଇଥିଲା। 1801ରେ, 1901ରେ, 1911ରେ, 1921ରେ ଆଣ୍ଡ 1931ରେ। ଏସବୁ ଡେମୋଗ୍ରାଫିକ୍ ହିଷ୍ଟ୍ରି ମଧ୍ୟ। ଓଡ଼ିଶାର ମ୍ୟୁଜିୟମ୍ ମଧ୍ୟ ଅଛି ଯେଉଁଟାକି ଭୁବନେଶ୍ୱରରେ ଅଛି। ଆଣ୍ଡ ଗଭର୍ଣ୍ଣମେଣ୍ଟ ରେକର୍ଡ଼ ସବୁ ଯେଉଁ ରହିଗଲା, ପ୍ରିଜର୍ଭ ଲିଟେରାରୀ ଆଣ୍ଡ ହିଷ୍ଟୋରିକାଲ ସୋର୍ସେସ୍, ଏଇସବୁ ଜିନିଷରେ ସେସବୁ ଲିଟେରାରୀ ସୋର୍ସେସ୍ ଗୁଡ଼ିକୁ ସବୁ ସେଇଥିରୁ ଆମେ ସବୁ ପଢ଼ିଲେ ସବୁ ଜାଣିପାରୁ କି ଓଡ଼ିଶାରେ କେଉଁଠି ସବୁ ମେନସନ୍ ଅଛି, ଓଡ଼ିଶାର କେଉଁ ରାଜା ସବୁ ଶାସନ କରୁଥିଲେ, ତ ଏଇସବୁ ବିଷୟରେ ଆମେ ଜାଣିଥାଉ। ତ ଆମର ଏଇ ପାର୍ଟଟା ସରିଗଲା। ଆଉ ଆମେ ଏବେ ଦେଖିବା ଏଥରକ ସବୁ ରାଜା ହେଇଗଲା, ପ୍ରି ହିଷ୍ଟୋରିକ୍ ସାଇଟ୍ ହେଲା, ଏସବୁ ଯିଏ ସବୁ ଶାସନ କରିଥିଲେ, ଅବିକା ଆମେ ସେଇଟାକୁ ପଢ଼ିବା।